ମୁଁ ଏହି ସମ୍ପର୍କ ପାଇଁ କେତେ ମୂଲ୍ୟ ଦେଉଛି? ଏହା ମୋର ଆତ୍ମସମ୍ମାନ ଉପରେ ପ୍ରଭାବ ପକାଉନି ତ? ଜୟ ଜଗନ୍ନାଥ ବନ୍ଧୁ, କେମିତି ଅଛନ୍ତି? ଭଲ ଅଛନ୍ତି ନା? ଆଶା କରୁଛି ବହୁତ ଭଲରେ ଥିବେ। ଆପଣମାନେ ଦେଖୁଛନ୍ତି ନ୍ୟୁ ଅବତାର, ନୂଆ ଭାବନା, ନୂଆ ଶକ୍ତି, ଯେଉଁଠି ମୁଁ ଆପଣମାନଙ୍କର ଆତ୍ମବିଶ୍ୱାସ, ଶକ୍ତି ଓ ଜୀବନ ପାଇଁ ନୂଆ ଦୃଷ୍ଟିକୋଣ ନେଇ ଆସିଥାଏ। ବନ୍ଧୁ, ଆଜି ଆମେ ଗୋଟିଏ ଗଭୀର କଥା ଉପରେ ଆଲୋଚନା କରିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ ରହିଲା। ତେବେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା। ବନ୍ଧୁ, ଜୀବନରେ ବେଳେବେଳେ ଆମେ ଆମର ଅତି ନିକଟତମ ଲୋକଙ୍କଠାରୁ ଏକ ଅଜଣା ଅନୁଭୂତି ନେଇଥାଉ। ହଁ ବନ୍ଧୁ, ସେଇ ଅଜଣା ଅନୁଭୂତିଟି ହେଲା ଅଣଦେଖା ହେବାର ଅନୁଭୂତି, ଇଗ୍ନୋର ହେବାର ଅନୁଭୂତି। ଏମାନେ କାହିଁକି ମୋତେ ଅଣଦେଖା କରୁଛନ୍ତି? ମୋ କଥାକୁ ମୋତେ କ'ଣ ପାଇଁ ଉପେକ୍ଷା କରୁଛନ୍ତି? ଏହି ପ୍ରଶ୍ନଟି ଆମ ମନରେ ବାରମ୍ବାର ଘୁରି ବୁଲୁଥାଏ। ଯଦି ଆପଣଙ୍କ ସହ ଏମିତି ହୁଏ, ତାହେଲେ ଆପଣ କ'ଣ କରିବେ? କ'ଣ କାନ୍ଦି କାନ୍ଦି ନିଜକୁ ଦୁଃଖ ଭିତରକୁ ଟାଣି ନେବେ? ନାହିଁ ବନ୍ଧୁ, ପ୍ରଥମେ ଆସନ୍ତୁ ଜାଣିବା କାହିଁକି ଲୋକମାନେ ଆମକୁ ଇଗ୍ନୋର କରନ୍ତି ବା ଅଣଦେଖା କରନ୍ତି। ଇଗ୍ନୋର କରିବାର କାରଣ ଅନେକ ଥାଏ। କେତେବେଳେ ସେମାନେ ବ୍ୟସ୍ତ ଥାନ୍ତି ତ କେତେବେଳେ ସେମାନଙ୍କର ମନ ଖରାପ ଥାଏ, କିମ୍ବା ଆମ ସହିତ ସେମାନଙ୍କର ସମ୍ପର୍କ ବଦଳି ଯାଇଥାଏ। କିନ୍ତୁ ଆମେ ସବୁବେଳେ ଏହି ଅଣଦେଖା ବା ଇଗ୍ନୋରଟିକୁ ବ୍ୟକ୍ତିଗତ ଭାବେ ନେଇଯାଇଥାଉ। ସେଥିପାଇଁ ତ ଆମ ମନରେ ବହୁତ କଷ୍ଟ ହୋଇଥାଏ। ତେଣୁ ପ୍ରଥମେ ଆମେ ସେ ବ୍ୟକ୍ତି ସହିତ ଶାନ୍ତିରେ କଥା ହେବା ଉଚିତ। ସେ ବାସ୍ତବରେ ଆମକୁ ଇଗ୍ନୋର କରୁଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି? ଏ ବିଷୟରେ ଅନ୍ତତଃ ଥରେ ସ୍ପଷ୍ଟତା ନେବା ନିହାତି ଦରକାର। ଯଦି ସତରେ କେହି ଆମକୁ ଇଗ୍ନୋର କରୁଛି, ତାହେଲେ ଆମକୁ କ'ଣ କରିବା ଉଚିତ? ଯଦି କିଏ ଆପଣଙ୍କୁ ଇଗ୍ନୋର କରୁଛି ବା ଅଣଦେଖା କରୁଛି, ତେବେ ନିଜକୁ ପ୍ରଶ୍ନ କରନ୍ତୁ, ମୁଁ ଏହି ସମ୍ପର୍କ ପାଇଁ କେତେ ମୂଲ୍ୟ ଦେଉଛି? ଏହା ମୋର ଆତ୍ମସମ୍ମାନ ଉପରେ ପ୍ରଭାବ ପକାଉନି ତ? ଯଦି ଉତ୍ତରଟି ହଁ, ତେବେ ନିଜର ସେଲ୍ଫ ରେସ୍ପେକ୍ଟକୁ ପ୍ରଥମେ ରଖନ୍ତୁ। ଅନ୍ୟ ଉପରେ ଆଶ୍ରିତ ହେବା ବନ୍ଦ କରନ୍ତୁ। ନିଜକୁ ନୂଆ କାମ, ନୂଆ ଲକ୍ଷ୍ୟ, ନୂଆ ସମ୍ପର୍କ ଗଢ଼ିବାରେ ବ୍ୟସ୍ତ ରଖନ୍ତୁ। ଆପଣଙ୍କୁ ମୂଲ୍ୟ ଦେଉଥିବା ବହୁତ ଲୋକ ଏହି ଦୁନିଆରେ ଅଛନ୍ତି। ସେମାନଙ୍କ ସହିତ ସମୟ ବିତାନ୍ତୁ। ଯଦି କେହି ଆପଣଙ୍କୁ ଇଗ୍ନୋର କରୁଛି, ତାହେଲେ ସେ ଆପଣଙ୍କର ମୂଲ୍ୟ ଜାଣିନାହିଁ। ତେବେ କାହିଁକି ଆପଣ ନିଜର ମୂଲ୍ୟବାନ ପ୍ରେମ, ଶ୍ରଦ୍ଧା ସେମାନଙ୍କ ପାଇଁ ନଷ୍ଟ କରୁଛନ୍ତି? ନିଜ ଜୀବନର ମୂଲ୍ୟକୁ ବୁଝନ୍ତୁ। ଏହି ଦୁନିଆରେ ଆପଣ ଅନନ୍ୟ, ଦୁର୍ଲଭ ଓ ମୂଲ୍ୟବାନ। ଯେଉଁମାନେ ଏହି ମୂଲ୍ୟ ବିଷୟରେ ଜାଣିନାହାନ୍ତି, ସେମାନେ ଆପଣଙ୍କ ଯାତ୍ରାରେ ଆପଣଙ୍କ ସହିତ ଚାଲିବାକୁ ଯୋଗ୍ୟ ନୁହନ୍ତି। ମୁଁ ମୋ ଜୀବନର ମୁଖ୍ୟ ଚରିତ୍ର, ଅନ୍ୟମାନେ କେବଳ ଅତିଥି ମାତ୍ର। ଏହି ଭାବନା କେବେ ବି ଛାଡ଼ନ୍ତୁ ନାହିଁ ବନ୍ଧୁ। ଅନ୍ୟମାନଙ୍କୁ ଶ୍ରଦ୍ଧା କରନ୍ତୁ, ପ୍ରେମ କରନ୍ତୁ, କିନ୍ତୁ ନିଜ ଆତ୍ମସମ୍ମାନ ବିନିମୟରେ ନୁହେଁ। ହଁ ବନ୍ଧୁ, ମାନୁଛି ଇଗ୍ନୋର ହେବା ଯନ୍ତ୍ରଣାଦାୟକ, ହେଲେ ଏହା ଆପଣଙ୍କୁ ଜୀବନର ମୂଲ୍ୟ ଓ ନିଜର ଶକ୍ତି ବିଷୟରେ ଅବଗତ କରାଇଥାଏ। ଯେଉଁମାନେ ଆଜି ଆପଣଙ୍କୁ ଇଗ୍ନୋର କରୁଛନ୍ତି, ଦିନ ଆସିବ ଆଉ ସେମାନେ ନିଶ୍ଚୟ ଭାବିବେ ଯେ ସତରେ ସେଇ ଲୋକଟି ଆମ ପାଇଁ କେତେ ମୂଲ୍ୟବାନ ଥିଲା। ତେଣୁ ନିଜକୁ କେବେ ବି ଛୋଟ ମନେ କରନ୍ତୁ ନାହିଁ। ଆପଣ ଅନନ୍ୟ, ଆପଣ ମୂଲ୍ୟବାନ, ଏହାକୁ କେବେ ବି ଭୁଲନ୍ତୁ ନାହିଁ। ତେବେ ମୋ କଥାଟି ଯଦି ଆପଣଙ୍କ ମନରେ ସୃଷ୍ଟି କରିଥାଏ ନୂଆ ଆଶା, ନୂଆ ଶକ୍ତି ଆଉ ନୂଆ ଦୃଷ୍ଟିକୋଣ, ଭିଡ଼ିଓଟିକୁ ଲାଇକ୍, କମେଣ୍ଟ ଓ ସେୟାର ନିଶ୍ଚୟ କରିବେ। ନ୍ୟୁ ଅବତାରକୁ ସବସ୍କ୍ରାଇବ୍ କରିବା ପାଇଁକି ଭୁଲିବେ ନାହିଁ। ତେବେ ଆଜି ପାଇଁ ଏତିକି। ପୁଣି ଦେଖା ହେବ ନୂଆ ଭାବନା, ନୂଆ ଶକ୍ତି ଆଉ ନୂଆ ଦୃଷ୍ଟିକୋଣ ନେଇ ନୂଆ ଏକ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।